Hello students, myself Pakun, welcome to my channel SRS Education Hub. Today we will discuss My Mother, which is the chapter of plus 2 second year story about Charlie Chaplin. Introducing the author, Sir Charles Spencer Chaplin, who was born 1889 and died in 1977, an English comic actor, film director, and a composer, is usually known by his stage name Charlie Chaplin. He was one of the most creative and influential personalities of the silent film era. He used mime, slapstick, and other visual comedy routines and continued well into the era of the talkies. ସାର୍ ଚାର୍ଲସ ସ୍ପେନ୍ସର ଚାପ୍ଲିନ୍, ତାଙ୍କର ପୁରା ନାଁଟି ହେଉଛି ସାର୍ ଚାର୍ଲସ ସ୍ପେନ୍ସର ଚାପ୍ଲିନ୍, ଯିଏକି 1899 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ 1977 ମସିହାରେ ମୃତ୍ୟୁବରଣ କରିଥିଲେ। ଆନ୍ ଇଂଲିଶ କମିକ୍ ଆକ୍ଟର, ଯିଏ କ'ଣ ଅଟନ୍ତି? ଜଣେ ଇଂରାଜୀ ହାସ୍ୟ ଅଭିନେତା, ଫିଲ୍ମ ଡାଇରେକ୍ଟର ଏବଂ ଫିଲ୍ମର ନିର୍ଦ୍ଦେଶକ ଆଣ୍ଡ ଏ କମ୍ପୋଜର ଏବଂ ରଚୟିତା। ଇଜ୍ ୟୁଜୁଆଲି ନୋନ୍, ସାଧାରଣତଃ ସେ ଜଣାଶୁଣା କେଉଁ ହିସାବରେ? ବାଇ ହିଜ୍ ଷ୍ଟେଜ୍ ନେମ୍, ତାଙ୍କର ଷ୍ଟେଜ୍ର ଯେଉଁ ନାଁ ତାଙ୍କୁ ଜଣାଥାଏ ସେଟା ହେଲା ଚାର୍ଲି ଚାପ୍ଲିନ୍, ଅର୍ଥାତ୍ ତାଙ୍କୁ ଆମେ ଏହି ରୂପରେ ହିଁ ବା ଏହି ନାମରେ ହିଁ ଜାଣିଥାଉ। ସାର୍ ଚାର୍ଲସ ସ୍ପେନ୍ସର ଚାପ୍ଲିନ୍, ଯିଏକି ଜଣେ ଇଂରାଜୀର ହାସ୍ୟ ଅଭିନେତା ଏବଂ ଫିଲ୍ମର ନିର୍ଦ୍ଦେଶକ, ରଚୟିତା ଏବଂ ଯିଏକି ତାଙ୍କର ଷ୍ଟେଜ୍ ନେମ୍ ଚାର୍ଲି ଚାପ୍ଲିନ୍ ହିସାବରେ ଜଣାଶୁଣା। He was one of the most creative and influential personalities. He was one of the most creative, ଯିଏକି ଜଣେ ସର୍ବୋତ୍ତମ ସୃଜନଶୀଳ and influential ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱ of silent film era, ଅର୍ଥାତ୍ ନୀରବ ଚଳଚ୍ଚିତ୍ର ଜଗତର ବା ନୀରବ ଚଳଚ୍ଚିତ୍ର ସମୟରେ ସେ ଥିଲେ ଜଣେ ପ୍ରଖ୍ୟାତ ସୃଜନଶୀଳ ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ। ହି ୟୁଜ୍ଡ ମାଇମ୍, ସେ ସବୁବେଳେ କ'ଣ କରୁଥିଲେ? ମାଇମ୍ କରୁଥିଲେ, ବ୍ୟଙ୍ଗ କରିବା, ଅନ୍ୟକୁ ତଦ୍ରୂପ ବା ବିଦ୍ରୂପ କରିବା, ତାକୁ ଆମେ ମାଇମ୍ ବୋଲି କହନ୍ତି। ସୋ ହି ୟୁଜ୍ଡ ମାଇମ୍, ସେ ବ୍ୟଙ୍ଗ କରୁଥିଲେ। ସ୍ଲାପଷ୍ଟିକ୍, ଦ୍ରୁତ ଅଭିନୟ, ଖୁବ୍ ଶୀଘ୍ର ଦ୍ରୁତ ଅଭିନୟ କରିପାରୁଥିଲେ। ଆଣ୍ଡ ଅଦର ଭିଜୁଆଲ୍ କମେଡ଼ି, ଏବଂ ଅନ୍ୟାନ୍ୟ ଦୃଶ୍ୟ ହେଉଥିବା କମେଡ଼ି ରୁଟିନ୍ସ ମାନ ତାଙ୍କର କରିଥିଲେ, ଯେଉଁଟାକି ହାସ୍ୟ କାର୍ଯ୍ୟକ୍ରମ ହାସ୍ୟ ଅଭିନୟ କରିଥିଲେ। ଆଣ୍ଡ ଏ କଣ୍ଟିନ୍ୟୁଡ଼ ୱେଲ୍ ଇନ୍ ଟୁ ଦ ଏରା ଅଫ୍ ଦ ଟକିଜ୍, ଏବଂ ସେହି ନୀରବ ଚଳଚ୍ଚିତ୍ର ସମୟରୁ ସେ ତାଙ୍କର ଜାରି ରଖିଥିଲେ ପୁରା ଟକିଜ୍ ଏରା ପର୍ଯ୍ୟନ୍ତ, ଅର୍ଥାତ୍ ଶବ୍ଦ ହେବା ପର୍ଯ୍ୟନ୍ତ। ଅର୍ଥାତ୍ ଆମେ ଦେଖୁଥିଲେ କି ଚାର୍ଲି ଚାପ୍ଲିନ୍ଙ୍କର ସେତେବେଳେ ଯେଉଁ କମେଡ଼ି ରହିଥିଲା ତାହା ହେଉଛି ନୀରବ ସମୟର। ଆମେ ଦେଖିଛେ, ଯଦି ୟୁଟ୍ୟୁବରେ ଦେଖିପାରିବା, ତାଙ୍କର ଚାର୍ଲି ଚାପ୍ଲିନ୍ଙ୍କର କମେଡ଼ି ଥିଲା ନୀରବ ଚଳଚ୍ଚିତ୍ର ସମୟରେ। ତାଙ୍କର ମୁଣ୍ଡକୁ ବାଡ଼ିରେ ପିଟି ଦେଉଥିବ, ସେ ସେପଟେ ଯାଇ ଗୋଟେ କବାଟ ଭିତରେ ପଶି ଯାଉଥିବ, ପୁଣି ଏପଟେ କବାଟ ପଶି ଆସୁଥିବ, ପୁଣି ଆସି ମୁଣ୍ଡ ପିଟି ଦେଉଥିବ। ଅର୍ଥାତ୍ ଖୁବ୍ ଦ୍ରୁତ ସେ ଅଭିନୟ କରିପାରୁଥିଲେ, କିନ୍ତୁ ସେତେବେଳେ ସେଥିରେ କୌଣସି ଶବ୍ଦର ବ୍ୟବହାର ନଥିଲା, ଓନ୍ଲି ଭିଜୁଆଲ୍ ଥିଲା, ଅଡ଼ିଓ ନଥିଲା ସେଥିରେ। କିନ୍ତୁ ସେହି ସମୟରୁ ସେ କଣ୍ଟିନ୍ୟୁ ଅଡ଼ିଓ ଭିଜୁଆଲ୍ ଆସିବା ପର୍ଯ୍ୟନ୍ତ ସେମିତି ହିଁ ତାଙ୍କର ଅଭିନୟ ଜାରି ରଖିଥିଲେ। ଠିକ୍ ଅଛି, ଆମେ ଏବେ ଦେଖିବା ୟୁନିଟ୍ 1। ଦେଖ, ୱାର୍ମ ଅଫ୍। ହାଭ୍ ୟୁ ସିନ୍ ମୁଭି ଅଫ୍ ଚାର୍ଲି ଚାପ୍ଲିନ୍? ହାଭ୍ ୟୁ ସିନ୍, ତୁମେ କ'ଣ ଦେଖିଛ କି ଚାର୍ଲି ଚାପ୍ଲିନ୍ଙ୍କର ମୁଭିକୁ ଦେଖିଛ କି? ଚାପ୍ଲିନ୍ ଇଜ୍ ୱାନ୍ ଅଫ୍ ଦ ଗ୍ରେଟେଷ୍ଟ କମେଡ଼ିଆନ୍ସ ଅଫ୍ ଦ ସାଇଲେଣ୍ଟ ମୁଭିଜ୍। ତ ସାଇଲେଣ୍ଟ ମୁଭିଜ୍ ସମୟରେ, ସେ ନୀରବ ଚଳଚ୍ଚିତ୍ର ସମୟରେ ସେ ହେଉଛନ୍ତି ଜଣେ ଗ୍ରେଟେଷ୍ଟ କମେଡ଼ିଆନ୍, ସର୍ବୋତ୍ତମ ହାସ୍ୟ ଅଭିନେତାମାନଙ୍କ ଭିତରୁ ଜଣେ। ଦିସ୍ ଟେକ୍ସଟ ଇଜ୍ ଆନ୍ ଏକ୍ସର୍ଟ ଫ୍ରମ୍ ହିଜ୍ ବୁକ୍ ମାଇ ଅଟୋବାୟୋଗ୍ରାଫି। ଦିସ୍ ଟେକ୍ସଟ, ଏହି ପ୍ରସଙ୍ଗଟି, ଇଜ୍ ଆନ୍ ଏକ୍ସର୍ଟ ମିନ୍ସ ଉଦ୍ଧୃତାଂଶ, ଗୋଟେ ବଡ଼ ଅଂଶରୁ ଯାହାକୁ ଅଳ୍ପକୁ ଆମେ ଉଦ୍ଧୃତ କରି ଆଣିବା ତାକୁ ଉଦ୍ଧୃତାଂଶ କହନ୍ତି। ତେଣୁ ଏହି ଅଂଶଟି ବା ଏହି ପ୍ରସଙ୍ଗଟି ଇଜ୍ ଆନ୍ ଏକ୍ସର୍ଟ ଫ୍ରମ୍ ହିଜ୍ ବୁକ୍, ତାଙ୍କର ଯେଉଁ ବୁକ୍ ଅଛି ମାଇ ଅଟୋବାୟୋଗ୍ରାଫି ବା ଆମର ଆତ୍ମଜୀବନୀ। ତ ଚାପ୍ଲିନ୍ଙ୍କର ଆତ୍ମଜୀବନୀ ପୁସ୍ତକରୁ ଏହି ଅଂଶଟି ବା ଏହି ପ୍ରସଙ୍ଗଟି ଉଦ୍ଧୃତ କରି ଅଣାଯାଇଛି। ଇଏ ତ ଏକ ଛୋଟ ଉଦ୍ଧୃତାଂଶ ଅଟେ। ରିଡ୍ ଦ ଫଲୋଇଂ ୟୁନିଟ୍। ରିଡ୍ ଦ ଫଲୋଇଂ ୟୁନିଟ୍, ଏହି ୟୁନିଟ୍ଟିକୁ ପଢ଼ ଏବଂ ଏହି ପ୍ରସଙ୍ଗଟିର ଅଫ୍ ଦ ଟେକ୍ସଟ, ଏହି ପ୍ରସଙ୍ଗଟିର ଏହି ୟୁନିଟ୍ଟିକୁ ପଢ଼। ଆଣ୍ଡ ନୋଟ୍, ଏବଂ ନୋଟ୍ କର ଯେ ହାଉ ହି ରିମେମ୍ବର ହିଜ୍ ପ୍ୟାରେଣ୍ଟସ୍, ସେ ତାଙ୍କର ପିତାମାତାଙ୍କୁ କିପରି ମନେ ପକାଇଛନ୍ତି ତାହାକୁ ତୁମେ ନୋଟ୍ କର। ଠିକ୍ ଅଛି, ଏବେ ଦେଖିବା ଦ ଟେକ୍ସଟ। ଦେଖ ଦ ଟେକ୍ସଟ। I was hardly aware of a father and do not remember him
having lived with us, I was hardly aware ଅର୍ଥ ମୁଁ କ୍ୱଚିତ ଅବଗତ ଥିଲି ବା ପ୍ରାୟତଃ ନଥିଲି କାହା ବିଷୟରେ ଅଫ୍ ଏ ଫାଦର ଗୋଟେ ବାପା ବିଷୟରେ ଆଣ୍ଡ ଡୁ ନଟ୍ ରିମେମ୍ବର ଏବଂ ମୁଁ ତାଙ୍କୁ କେବେ ମନେ ପକାଇ ପାରିନି ହିମ୍ ହାଭିଂ ଲିଭ୍ଡ ୱିଥ୍ ଅସ୍ ଯେ ସେ ଆମ ସହିତ ବାସ କରୁଥିଲେ ବୋଲି ଅର୍ଥ ଚାପ୍ଲିନ୍ କହୁଛନ୍ତି କି ମୋ ବାପାଙ୍କ ବିଷୟରେ ମୁଁ ଅବଗତ ନଥିଲି ଏବଂ ସେ ଆମ ସହିତ କେବେ ବସବାସ କରୁଥିଲେ ଏକଥା ମଧ୍ୟ ମୋର ମନେ ପଡ଼ୁନାହିଁ ବା ମନେ ପକାଇ ପାରୁନାହିଁ। ହି ଠୁ ୱାଜ୍ ଏ ଭଡେଭିଲିଆନ୍ ସେ କ'ଣ ଥିଲେ ଗୋଟେ ଭଡେଭିଲିଆନ୍ ଥିଲେ ଅର୍ଥାତ୍ ଇଏ ଜଣେ ମନୋରଞ୍ଜନକାରୀ ବ୍ୟକ୍ତି ଏଣ୍ଟରଟେନର ହେଲା କି ହି ଠୁ ୱାଜ୍ ଏ ଭଡେଭିଲିଆନ୍ ସେ ମଧ୍ୟ ଗୋଟେ ମନୋରଞ୍ଜନକାରୀ ବ୍ୟକ୍ତି ଥିଲେ। ଇକ୍ୱାଇଟ୍ ଗୋଟେ ଶାନ୍ତ ବ୍ରୋଡ଼ିଂ ମ୍ୟାନ୍ ୱିଥ୍ ଡାର୍କ ଆଇଜ୍ ଏବଂ ବ୍ରୋଡ଼ିଂ ମ୍ୟାନ୍ ଥିଲେ। ତ ବ୍ରୋଡ଼ିଂ ମିନ୍ସ କ'ଣ ନା ବ୍ରୋଡ଼ିଂ ମିନ୍ସ ହେଉଛି ଯେ ଚିନ୍ତାଶୀଳ ବ୍ୟକ୍ତି ଠିକ୍ ଅଛି ଗୋଟେ ଥଟ୍ଫୁଲ୍ ପର୍ସନ୍ ଆମେ କହିପାରିବା। ତ ସେ କ'ଣ ଥିଲେ ନା ଗୋଟେ ଶାନ୍ତ ଏବଂ ଚିନ୍ତାଶୀଳ ବ୍ୟକ୍ତି ଥିଲେ ୱିଥ୍ ଡାର୍କ ଆଇଜ୍ ଏବଂ ତାଙ୍କର ଘନ କଳା ଆଖି ଥିଲା। ତ ସେ କେମିତି ଲୋକ ଥିଲେ ନା ଶାନ୍ତ ଚିନ୍ତାଶୀଳ ଗୋଟେ ମନୋରଞ୍ଜନକାରୀ ବ୍ୟକ୍ତି ଥିଲେ। ମଦର ସେଡ୍ ମା କୁହନ୍ତି କି ମା କହୁଥିଲେ କି ହି ଲୁକ୍ଡ ଲାଇକ୍ ନେପୋଲିଅନ୍ ସେ ନେପୋଲିଅନ୍ଙ୍କ ପରି ଥିଲେ ଅର୍ଥାତ୍ ନେପୋଲିଅନ୍ କିଏ ନା ଆମେ ଜାଣିଛେ ଯେଉଁ ଫ୍ରେଞ୍ଚ ରିଭଲ୍ୟୁସନ୍ ଥିଲା ଫରାସୀ ରାଷ୍ଟ୍ର ବିପ୍ଳବ ସେଥିରେ ପ୍ରମୁଖ କର୍ଣ୍ଣଧାର ସାଜିଥିବା ନେପୋଲିଅନ୍ ବୋନାପାର୍ଟ ଆମେ ସମସ୍ତେ ଜାଣନ୍ତି। ତ ସେଇ ତାଙ୍କ ନେପୋଲିଅନ୍ ବୋନାପାର୍ଟଙ୍କ ଭଳି ସେ ଦେଖାଯାଆନ୍ତି ବୋଲି ତାଙ୍କ ମା କହୁଥିଲେ। ହି ହାଡ୍ ଏ ଲାଇଟ୍ ବ୍ୟାରିଟୋନ୍ ଭଏସ୍ ଆଣ୍ଡ ୱାଜ୍ କନସିଡର୍ଡ ଏ ଭେରି ଫାଇନ୍ ଆର୍ଟିଷ୍ଟ। ହି ହାଡ୍ ଏ ଲାଇଟ୍ ବ୍ୟାରିଟୋନ୍ ଭଏସ୍ ତାଙ୍କର ହାଲକା ବ୍ୟାରିଟୋନ୍ ମିନ୍ସ ଅର୍ଥ ଯେଉଁ କଥାରେ ପାୱାର ଥାଏ ଟିକେ ଦାବି କହିଲା ପରି ଟିକେ ମାନେ ହାର୍ଡ଼ ଗଳା ଯାହାକୁ କୁହନ୍ତି ଦୀର୍ଘ ସ୍ୱରରେ କଥା କହୁଥିବା ଟାଣ କଥା କହୁଥିବା ତ ସେ ହାଲକା ଟାଣ ସ୍ୱରରେ କଥା କହିପାରୁଥିଲେ। ଆଣ୍ଡ ୱାଜ୍ କନସିଡର୍ଡ ଏବଂ ତାଙ୍କୁ ବିଚାର କରାଯାଉଥିଲା କି ଏ ଭେରି ଫାଇନ୍ ଆର୍ଟିଷ୍ଟ ଗୋଟେ ଭଲ କଳାକାର ହିସାବରେ କାରଣ ସେ କଳାକାର ଥିଲେ। ତ ସେଇଭଳି ତାଙ୍କର କହିବା ଶୈଳୀ ସେଇଭଳି ଥିଲା ହାଲକା ଟିକେ କଥାରେ ପାୱାର ଦେଇ କହୁଥିଲେ ଏବଂ ତାଙ୍କୁ ଜଣେ ଭଲ କଳାକାର ହିସାବରେ ଗ୍ରହଣ କରାଯାଇଥିଲା। Even in those days he earned the considerable sum of 40 pounds a week। ଆମେ ଜାଣିଛେ ଇଂଲଣ୍ଡର ମୁଦ୍ରା ପାଉଣ୍ଡରୁ ତ ଇଭିନ୍ ଇନ୍ ଦୋଜ୍ ଡେଜ୍ ସେହି ଦିନ ଗୁଡ଼ାକରେ ବା ସେହି ଦିନରେ ସେ ରୋଜଗାର କରୁଥିଲେ ପ୍ରାୟତଃ ସମ୍ ଅଫ୍ 40 ପାଉଣ୍ଡସ୍ ଏ ୱିକ୍ ଗୋଟେ ସପ୍ତାହରେ ପ୍ରାୟ 40 ପାଉଣ୍ଡ ସେ ଅର୍ଥ ରୋଜଗାର କରିପାରୁଥିଲେ। ଦ ଟ୍ରବୁଲ୍ ୱାଜ୍ ଦ୍ୟାଟ୍ କିନ୍ତୁ ସମସ୍ୟା ଥିଲା ଏହା ଯେ ହି ଡ୍ରାଙ୍କ୍ ଟୁ ମଚ୍ ସେ ଅଧିକ ମଦ୍ୟପାନ କରୁଥିଲେ ହ୍ୱିଚ୍ ମଦର ସେଡ୍ ୱାଜ୍ ଦ କଜ୍ ଅଫ୍ ଦେୟାର ସେପାରେସନ୍ ହ୍ୱିଚ୍ ଯେଉଁଟାକି ମା କୁହନ୍ତି ୱାଜ୍ ଦ କଜ୍ ଅଫ୍ ଦେୟାର ସେପାରେସନ୍ ତାଙ୍କର ଛାଡ଼ପତ୍ର ବା ତାଙ୍କର ବିଚ୍ଛେଦର କାରଣ ଏହା ହିଁ ଥିଲା। ସେ ଭଲ ଇନକମ୍ କରୁଥିଲେ ଭଲ ମଣିଷ ଥିଲେ କିନ୍ତୁ ତା ସତ୍ତ୍ୱେ ସେ ଅଧିକ ମଦ୍ୟପାନ କରୁଥିବା ହେତୁରୁ ତାଙ୍କର ବିଚ୍ଛେଦ କରିଥିଲା ବୋଲି ମା ହିଁ କୁହନ୍ତି। It was difficult for vaudevillians not to drink in those days। It was difficult ଏହା କଷ୍ଟପୂର୍ଣ୍ଣ ଯେ ଫର୍ vaudevillians ଅର୍ଥାତ୍ ମନୋରଞ୍ଜନକାରୀମାନଙ୍କ ପାଇଁ ବା ସେଲିବ୍ରିଟିମାନଙ୍କ ପାଇଁ ଏହା କଷ୍ଟ ଯେ ନଟ୍ ଟୁ ଡ୍ରିଙ୍କ ଇନ୍ ଦୋଜ୍ ଡେଜ୍ ସେହି ଦିନ ଗୁଡ଼ାକରେ ସେମାନେ ମଦ୍ୟପାନ ନ କରିବା ତାଙ୍କ ପାଇଁ କଷ୍ଟଦାୟକ ଥିଲା ଅର୍ଥାତ୍ ପ୍ରାୟତଃ ସମସ୍ତେ ମଦ୍ୟପାନ ହିଁ କରୁଥିଲେ ସେ ବୃତ୍ତି ସେଇଭଳି ହିଁ ଥିଲା। ଯେମିତି ଆମେ ଜାଣିଛନ୍ତି ସୈନ୍ୟ ବିଭାଗରେ ଲୋକମାନେ ତାଙ୍କର ଟେମ୍ପରେଚର ସହିତ ଅଭ୍ୟସ୍ତ କରିବା ପାଇଁ ମଦ୍ୟପାନ କରନ୍ତି ସେହିଭଳି ସେଲିବ୍ରିଟିମାନେ ମଧ୍ୟ ସେହି ସମୟରେ ମଦ୍ୟପାନ କରୁଥିଲେ। ଫର୍ ଆଲକୋହଲ୍ ୱାଜ୍ ସୋଲ୍ଡ ଇନ୍ ଅଲ୍ ଥିଏଟର୍ସ କାରଣ ଆଲକୋହଲ୍ ଅର୍ଥାତ୍ ମଦ୍ୟ କ'ଣ କରାଯାଉଥିଲା ନା ସୋଲ୍ଡ ଇନ୍ ଅଲ୍ ଥିଏଟର୍ସ ସମସ୍ତ ପ୍ରେକ୍ଷାଳୟରେ ବିକ୍ରି କରାଯାଉଥିଲା ବା ବିକ୍ରି ହେଉଥିଲା। ଆଣ୍ଡ ଆଫ୍ଟର ଏ ପରଫର୍ମନ୍ସ ଆକ୍ଟ ଗୋଟେ ପରଫର୍ମର ଗୋଟେ ମନୋରଞ୍ଜନକାରୀର ଆକ୍ଟ ପରେ ବା ଅଭିନୟ ପରେ ହି ୱାଜ୍ ଏକ୍ସପେକ୍ଟେଡ଼ ତ ପାସିଭ ଭଏସ୍ କରାଯାଇଛି ହି ୱାଜ୍ ଏକ୍ସପେକ୍ଟେଡ଼ ଏହା ଆଶା କରାଯାଉଥିଲା ଯେ ଟୁ ଗୋ ଟୁ ଦ ଥିଏଟର ସେ ଥିଏଟରକୁ ଯିବେ ଯେଉଁ ଆମର ବାର୍ ରହିଛି ଯେଉଁ ପବ୍ ବାର୍ ଯେଉଁ ଡ୍ୟାନ୍ସ ବାର୍ ଥାଏ ଆମେ ଜାଣିଛନ୍ତି ସେ ପବ୍ ବା ବାର୍କୁ ଯିବେ ଆଣ୍ଡ ଡ୍ରିଙ୍କ ୱିଥ୍ ଦ କଷ୍ଟମର୍ସ ଏବଂ ତାଙ୍କର ସେଇ କଷ୍ଟମରଙ୍କ ସହିତ ସେ ବସିକରି ମଦ୍ୟପାନ କରିବେ ଏହା ଗୋଟେ ପ୍ରଥା ଥିଲା ଏବଂ କଷ୍ଟମରମାନଙ୍କର ମଧ୍ୟ ଏହା ଗୋଟେ ଏକ୍ସପେକ୍ଟେସନ୍ ରହିଥିଲା ପ୍ରତ୍ୟାଶା ରହିଥିଲା କି ତାଙ୍କର ପ୍ରୋଗ୍ରାମ୍ ସରିଲା ପରେ ସେଇ ସେଲିବ୍ରିଟି ଜଣକ ଯାଇକରି ସେମାନଙ୍କ ସହିତ ମଦ୍ୟପାନ କରିବାର। Some theatres made more profit from the bar than from the box office। ତ ଆମେ ଦେଖିବା some theatres ଅର୍ଥାତ୍ କେତେକ ପ୍ରେକ୍ଷାଳୟ ମଧ୍ୟ କ'ଣ କରୁଥିଲେ made more profit ଅଧିକ ଲାଭ କମାଉଥିଲେ from the bar ତାଙ୍କର ସେ ବାର୍ରୁ than from the box office ମାନେ ତାଙ୍କ ଟିକେଟ୍ କାଉଣ୍ଟର ଯେତିକି ଲୋକ ଟିକେଟ୍ କରି ଯାଉଥିଲେ ଦେଖିବା ପାଇଁ ତାଙ୍କ ଅପେକ୍ଷା ସେ ଟିକେଟ୍ କାଉଣ୍ଟର ଇନକମ୍ ଅପେକ୍ଷା ସେମାନେ ବାର୍ରୁ ଅଧିକ ଇନକମ୍ କରୁଥିଲେ ସେତେବେଳେ କିଛି ଥିଏଟରରେ ପ୍ରେକ୍ଷାଳୟ ମାନେ।
And a number of stars were paid large salaries, not alone for their talent, but because they spent most of their money at the theatre bar. ठीक ଅଛି and a number of stars ଅନେକ ଗୁଡ଼ିଏ ତାରକା were paid ତାଙ୍କୁ ପ୍ରଦାନ କରାଯାଉଥିଲା ବା ତାଙ୍କୁ ଅର୍ଥ ଦିଆଯାଉଥିଲା କ'ଣ ପାଇଁ ଲାର୍ଜ ସାଲାରୀ ଦିଆଯାଉଥିଲା ଅଧିକ ତାଙ୍କୁ ଦରମା ଦିଆଯାଉଥିଲା ନଟ୍ ଏଲନ୍ ଫର୍ ଦେୟାର ଟ୍ୟାଲେଣ୍ଟ କେବଳ ତାଙ୍କର ଦକ୍ଷତା ପାଇଁ ନୁହେଁ ବଟ୍ କିନ୍ତୁ ବିକଜ୍ ଦେ ସ୍ପେଣ୍ଟ କାରଣ ସେମାନେ ବିନିଯୋଗ କରିଦେଉଥିଲେ ବା ସେମାନେ ଖର୍ଚ୍ଚ କରିଦେଉଥିଲେ ମୋଷ୍ଟ ଅଫ୍ ଦେୟାର ମନି ତାଙ୍କର ଅଧିକାଂଶ ଟଙ୍କାକୁ ଆଟ୍ ଦ ଥିଏଟର ବାର୍ ସେହି ପ୍ରେକ୍ଷାଳୟରେ ଥିବା ବାର୍ରେ କାରଣ ଆମେ ଜାଣିଛୁ ଡ୍ୟାନ୍ସ ବାର୍ ହୁଏ ନିଃଶକ୍ତ ଅବସ୍ଥାରେ ଲୋକମାନେ ନାଚ କରନ୍ତି ତ ଠିକ୍ ଅଛି ତ ଅଧିକାଂଶ ସେଲିବ୍ରିଟି ମାନେ ସେହି ସମୟରେ ବା ସେଠି କ'ଣ କରନ୍ତି ନା ଇନକମ୍ କରୁଥିବା ଅର୍ଥର ଅଧିକାଂଶ ଭାଗକୁ ସେଠି ସେମାନେ ଖର୍ଚ୍ଚ କରିଦିଅନ୍ତି ସେଥିପାଇଁ ତାଙ୍କୁ ଅଧିକ ସାଲାରୀ ଦିଆଯାଉଥିଲା ଦସ୍ many an artist was ruined by drink my father was one of them ତ ଚାପ୍ଲିନ୍ ନିଜେ କହୁଛନ୍ତି କି ଦସ୍ many an artist was ruined ତ ଅଧିକାଂଶ କଳାକାର କ'ଣ କରୁଥିଲେ ନା ruined by drink ଧ୍ୱଂସ ହୋଇଯାଉଥିଲେ ରୁଇଣ୍ଡରେ ଧ୍ୱଂସ କରିଦେବା ନଷ୍ଟ କରିଦେବା ନିଜକୁ ବାଇ ଡ୍ରିଙ୍କ ମଦ୍ୟପାନ ଦ୍ୱାରା ଅଧିକାଂଶ କଳାକାର ନିଜକୁ ଧ୍ୱଂସ କରିଦେଉଥିଲେ ନିଜକୁ ନଷ୍ଟ କରିଦେଉଥିଲେ ମାଇ ଫାଦର ୱାଜ୍ ୱାନ୍ ଅଫ୍ ଦେମ୍ ମୋ ବାପା ମଧ୍ୟ ସେମାନଙ୍କ ମଧ୍ୟରେ ଜଣେ ଥିଲେ ଅର୍ଥାତ୍ ଯେଉଁ କଳାକାରମାନେ ମଦ୍ୟ ପିଇ ନିଜକୁ ନଷ୍ଟ କରିଦିଅନ୍ତି ବା ଧ୍ୱଂସ କରିଦିଅନ୍ତି ସେମାନଙ୍କ ମଧ୍ୟରୁ ମୋ ବାପା ମଧ୍ୟ ଜଣେ ଥିଲେ ହି ଡାଏଡ୍ ଅଫ୍ ଆଲକୋହଲିକ୍ ଏକ୍ସେସ୍ ଆଟ୍ ଦ ଏଜ୍ ଅଫ୍ 37 ସେ କହୁଛନ୍ତି କି ହି ଡାଏଡ୍ ଅଫ୍ ଆଲକୋହଲିକ୍ ଏକ୍ସେସ୍ ସେ ଅତ୍ୟଧିକ ମଦ୍ୟପାନ କରିବା ହେତୁରୁ ମୃତ୍ୟୁବରଣ କଲେ କେବେ ଆଟ୍ ଦ ଏଜ୍ ଅଫ୍ 37 ଓନ୍ଲି 37 ବର୍ଷ ବୟସରେ ମାତ୍ର ସେ ଅଧିକ ମଦ୍ୟପାନ କରିବା ହେତୁରୁ ମୃତ୍ୟୁବରଣ କଲେ ମଦର ଉଡ୍ ଟେଲ୍ ଷ୍ଟୋରିଜ୍ ଏବାଉଟ୍ ହିମ୍ ମଦର କ'ଣ କରନ୍ତି ନା ଉଡ୍ ଟେଲ୍ ଷ୍ଟୋରିଜ୍ କାହାଣୀ କୁହନ୍ତି ବା ତାଙ୍କ ବିଷୟରେ କଥା କୁହନ୍ତି ୱିଥ୍ ହ୍ୟୁମର ବେଳେବେଳେ ବିଦ୍ରୂପ କରି ଆଣ୍ଡ ସ୍ୟାଡନେସ୍ ଏବଂ ବେଳେବେଳେ ଦୁଃଖିତ ଅବସ୍ଥାରେ ବେଳେବେଳେ ଟିକେ ମଜା କରିଦିଅନ୍ତି ବେଳେବେଳେ ମଧ୍ୟ ଦୁଃଖିତ ହୋଇ କୁହନ୍ତି ତାଙ୍କ ବିଷୟରେ ବା ତାଙ୍କ ବାପାଙ୍କ ବିଷୟରେ ହି ହ୍ୟାଡ୍ ଏ ଭାୟୋଲେଣ୍ଟ ଟେମ୍ପର ହ୍ୱେନ୍ ଡ୍ରିଙ୍କିଂ ତାଙ୍କ ବାପା କ'ଣ କରୁଥିଲେ ନା ହି ହ୍ୟାଡ୍ ଏ ଭାୟୋଲେଣ୍ଟ ଟେମ୍ପର ତାଙ୍କର ପୁରା ହିଂସ୍ର କ୍ରୋଧ ଆସିଯାଉଥିଲା ହ୍ୱେନ୍ ଡ୍ରିଙ୍କିଂ ଯେତେବେଳେ ସେ ମଦ୍ୟପାନ କରୁଥିଲେ ଆଣ୍ଡ ଡ୍ୟୁରିଂ ୱାନ୍ ଅଫ୍ ହିଜ୍ ଟଣ୍ଟ୍ରମ୍ସ ଆଣ୍ଡ ଡ୍ୟୁରିଂ ୱାନ୍ ଅଫ୍ ହିଜ୍ ଟଣ୍ଟ୍ରମ୍ସ ଏବଂ ତାଙ୍କର ଯେତେବେଳେ ହିଜ୍ ଟଣ୍ଟ୍ରମ୍ସ ତାଙ୍କ କ୍ରୋଧ ପୁରା ପିଲାଳିମ ଭଳି ହେଇଯାଉଥିଲା ପିଲାଙ୍କ ଭଳିଆ ଜିଦି ସ୍ୱଭାବ ରାଗ ହେଇଯାଉଥିଲା ଯେତେବେଳେ ସେ ମଦ୍ୟପାନ କରିଦେଉଥିଲେ ସେତେବେଳେ କ'ଣ ହେଉଥିଲା ସେ ରିଆନ୍ ଅପ୍ ଟୁ ବ୍ରାଇଟନ୍ ସିଏ ଅର୍ଥାତ୍ ଏଠି ତାଙ୍କ ମା ସେ କ'ଣ କରୁଥିଲା ଦୌଡ଼ ପଳାଇ ଯାଉଥିଲେ କେଉଁଠିକୁ ନା ବ୍ରାଇଟନ୍କୁ ବ୍ରାଇଟନ୍ ମିନ୍ସ ଆମେ ଯେଉଁଠୁ ଆମ ନିଜକୁ ଟିକେ ହାଲକା ଅନୁଭବ କରୁ ୱିଥ୍ ସମ୍ ଫ୍ରେଣ୍ଡସ୍ ତାଙ୍କର କିଛି ସାଙ୍ଗମାନଙ୍କ ସହିତ ଅନ୍ୟ କୌଣସି ସ୍ଥାନକୁ ଚାଲି ଯାଉଥିଲେ ଆଣ୍ଡ ଇନ୍ ଆନ୍ସର୍ ଟୁ ହିଜ୍ ଫ୍ରାଣ୍ଟିକ୍ ଟେଲିଗ୍ରାମ ଏବଂ ଇନ୍ ଆନ୍ସର୍ ଟୁ ହିଜ୍ ଫ୍ରାଣ୍ଟିକ୍ ଟେଲିଗ୍ରାମ ତାଙ୍କର ଏଠି ତାଙ୍କ ବାପାଙ୍କର ଯେଉଁ ଫ୍ରାଣ୍ଟିକ୍ ଅର୍ଥ ଆଶଙ୍କାଗ୍ରସ୍ତ ବା ଶଙ୍କାଗ୍ରସ୍ତ ତାଙ୍କ ଯେତେବେଳେ ମା ଚାଲି ଯାଉଥିଲେ ବ୍ରାଇଟନ୍କୁ ସେତେବେଳେ ତାଙ୍କର ବାପା କ'ଣ ତାଙ୍କୁ ଟେଲିଗ୍ରାମ କରୁଥିଲେ ଶଙ୍କାଗ୍ରସ୍ତ ହୋଇ ଆଶଙ୍କାଗ୍ରସ୍ତ ହୋଇ କୁଆଡ଼େ ତାଙ୍କ ସ୍ତ୍ରୀ ଚାଲିଗଲେ ବୋଲି ସେତେବେଳେ ତାଙ୍କୁ ପ୍ରଶ୍ନ କରୁଥିଲେ ଏବଂ ହ୍ୱାଟ୍ ଆର୍ ୟୁ ଅପ୍ ଟୁ ତୁମେ କେଉଁଠି ଅଛ ଆନ୍ସର୍ ଆଟ୍ ୱାନ୍ସ ସେଇକ୍ଷଣି ଉତ୍ତର ଆସୁଥିଲା ସି ୱେଡ୍ ବ୍ୟାକ୍ ୱେୟାର ମିନ୍ସ ତାଳଯୁକ୍ତ ଅର୍ଥ ସେଇ ଟେଲିଗ୍ରାମରେ ସେ ଉତ୍ତର ଦେଉଥିଲେ ବଲ୍ସ ପାର୍ଟିଜ୍ ଆଣ୍ଡ ପିକନିକ୍ ଡାର୍ଲିଂ ତ ତାଙ୍କର ମା କ'ଣ କରୁଥିଲେ କହୁଥିଲେ ସେ ଟେଲିଗ୍ରାମରେ ଉତ୍ତର ଦେଉଥିଲେ କେଉଁ ବଲ୍ ପାର୍ଟିରେ ଅଛି ଯେଉଁ କନ୍ଦୁକ କ୍ରୀଡ଼ା ଆମେ କହନ୍ତି ଓଡ଼ିଆରେ ସେତେବେଳେ ବଲ୍ ପାର୍ଟି ଥିଲା ବା ପିକନିକ୍ ପାର୍ଟିରେ ଅଛନ୍ତି ବୋଲିକି ସେ ତାଙ୍କ ସ୍ୱାମୀକୁ କହିଦେଉଥିଲେ ଠିକ୍ ଅଛି ତ ନେକ୍ସଟ ଦେଖିବା ହ୍ୱାଟ୍ ଡିଗ୍ରିଜ୍ ଅଫ୍ ଫିଲିଂ ସି ହାଡ୍ ଫର୍ ମାଇ ଫାଦର ଆଇ ନେଭର୍ ନ୍ୟୁ ହ୍ୱାଟ୍ ଡିଗ୍ରିଜ୍ ଅଫ୍ ଫିଲିଂ କେଉଁ ପ୍ରକାରର ବା କେଉଁ ସ୍ତରର ଅନୁଭବ ତାଙ୍କର ଥିଲା ସି ହାଡ୍ ଫର୍ ମାଇ ଫାଦର ମୋ ବାପାଙ୍କ ପାଇଁ ତାଙ୍କର ବା ମାଆଙ୍କର କେମିତି ଅନୁଭବ ଥିଲା ଆଇ ନେଭର୍ ନ୍ୟୁ ମୁଁ କେବେ ହେଲେ ଜାଣିନଥିଲି ବଟ୍ ହ୍ୱେନ୍ ଏଭର୍ ସି ସ୍ପୋକ୍ ଅଫ୍ ହିମ୍ ବଟ୍ ହ୍ୱେନ୍ ଏଭର୍ କିନ୍ତୁ ଯେବେ ବି ବା ଯେତେବେଳେ ବି ସି ସ୍ପୋକ୍ ଅଫ୍ ହିମ୍ ସେ ତାଙ୍କ ବିଷୟରେ କହୁଥିଲେ ଇଟ୍ ୱାଜ୍ ୱିଦାଉଟ୍ ବିଟରନେସ୍ ତିକ୍ତତା ବା ଘୃଣା ଅର୍ଥାତ୍ ବିନା କୌଣସି ତିକ୍ତତାରେ ସେ କହୁଥିଲେ ଅର୍ଥାତ୍ ବାପାଙ୍କ ପ୍ରତି ତାଙ୍କର ମନୋଭାବ କେମିତି ଥିଲା ତାଙ୍କର ଅନୁଭବ କେମିତି ଥିଲା ତାହା ମୁଁ ଜାଣିନାହିଁ କିନ୍ତୁ ଯେବେ ବି ମୋତେ ସେ ବାପାଙ୍କ ବିଷୟରେ କହୁଥିଲେ ତ ତାଙ୍କ ଭିତରେ କୌଣସି ଘୃଣା ବା ତିକ୍ତ ଥିଲା ଭଳି ମୋତେ ଅନୁଭବ ହେଉନଥିଲା ହ୍ୱିଚ୍ ମେକ୍ସ ମି ସସ୍ପେକ୍ଟ ସି ୱାଜ୍ ଟୁ ଅବଜେକ୍ଟିଭ୍ ଟୁ ହାଭ୍ ବିନ୍ ଡିପ୍ଲି ଇନ୍ ଲଭ୍ ହ୍ୱିଚ୍ ମେକ୍ସ ମି ସସ୍ପେକ୍ଟ ତ ଏହା ମୋତେ ସନ୍ଦେହ ଜାତ କରାଏ ସସ୍ପେକ୍ଟ ହେଲା ସନ୍ଦେହ ଏହା ମୋତେ ସନ୍ଦେହ ଜାତ କରାଏ ଯେ ସି ୱାଜ୍ ଟୁ ଅବଜେକ୍ଟିଭ୍ ଟୁ ହାଭ୍ ବିନ୍ ଡିପ୍ଲି ଇନ୍ ଲଭ୍ ବୋଧହୁଏ ତାଙ୍କର ଗଭୀର ସ୍ନେହ ରହିଥିଲା ତ ତାଙ୍କର ବାବାଙ୍କ ପ୍ରତି ଯଥେଷ୍ଟ ସ୍ନେହ ଭଲ ପାଇବା ରହିଥିଲା ସମଟାଇମ୍ସ ସି ଉଡ୍ ଗିଭ୍ ଏ ସିମ୍ପାଥେଟିକ୍ ଆକାଉଣ୍ଟ ଅଫ୍ ହିମ୍ ସମଟାଇମ୍ସ ବେଳେବେଳେ କ'ଣ ହେଉଥିଲା ନା ସି ଉଡ୍ ଗିଭ୍ ଏ ସିମ୍ପାଥେଟିକ୍ ଆକାଉଣ୍ଟ
बेले बेले से टिके सहानुभूतिपूर्ण विवरण दौले विषय एंड एट अदर टाइम्स अन्य समय टॉक ऑफ हिज ड्रंकेननेस एंड वायलेंस तांकर मद्यपता एवं हिंस्र बुद्धि विषय कहते बेले बेले बापा कथा कहला बेले टिके सहानुभूतिपूर्ण विवरण दौले आउ बेले बेले रागिगले कौन होते मद्यप कथा और हिंस्र कथा से कहते इन लैटर इयर्स परवर्ती समय परवर्ती वर्ष व्हेन एवर एंग्री विथ मी जिते से मो पर रागी जाते चाप्लिन कहते जो मो पर परवर्ती समय रागी जाते सी वुड रुईफुली से अति निर्दय भाव में अति आमर रियुफुल अर्थ पश्चाताप बा रिग्रेटफुल आम कहीपर सी वुड रियुफुली से अति पश्चाताप अनुताप कला मत कहते कि यू विल फिनिश अफ इन द गटर लाइक योर फादर यू विल फिनिश अफ तुम्हें निजक नष्ट करदेव बा ध्वंस करदेव कौटी ना नर्दमार बा नाली लाइक योर फादर तुम बापा भली तुम जीवन से नर्दमार तुम जीवन शेष हो मत राग कर गाड़ी करुले ठीक अच्छे। नेक्स्ट देखा व्हाट अदर फैक्ट्स बिसाइड ड्रिंक वी आर इनवॉल्वड आई डू नॉट नो तो चाप्लिन कहते कि व्हाट अदर फैक्ट्स कौन वास्तव अन्य कथा रही बिसाइड ड्रिंक यही मद्यपान व्यतीत अन्य कौन सत्य कथा रही कौन वास्तवता रही वी आर इनवॉल्वड संश्लिष्ट रही आई डू नॉट नो मुझे जानी ना अर्थात बाप माँ जो झगड़ा है विच्छेद है या पछे मद्यपान व्यतीत अन्य कौन घटना रही अन्य कौन कथा रही से कथा मुझे जानी ना बट ए ईयर आफ्टर माई बाथ माई पेरेंट्स सेपरेटेड बट ए ईयर आफ्टर माई बाथ मो जन्मर एक वर्ष पर माई पेरेंट्स सेपरेटेड मो पितामाता अलग हो गले विच्छेद हो गले मदर डिड नॉट सीक एलिमनी माँ कौन एलिमनी बा भरण पोषण नहीं नथिले बीइंग ए स्टार इन हर ओन राइट निज अधिकार रे निज दक्षतार से कौन कले ना गोटे स्टार हो गले गोटे तारका पलटि गले अर्निंग 25 पाउंड्स ए वीक से जो सेलिब्रिटी हो गले तारका पलटि गले अर्निंग 25 पाउंड्स ए वीक से एक सप्ताह को प्राय 25 पाउंड इनकम करें रोजगार करें सी वाज वेल एबल टू सपोर्ट हरसेल्फ सी वाज वेल एबल टू सपोर्ट हरसेल्फ से मध्य समर्थ हो गले निजको सपोर्ट करने निजको सहायता करने एंड हर चिल्ड्रेन और पिलाମାନଙ୍କୁ सहायता करने निजे दक्ष हो गले समर्थ हो गले ओनली व्हेन इल फॉर्च्यून बी फेल ओनली जिते बड़े कि इल फॉर्च्यून दुर्भाग्यावस्था बा दुर्भाग्य आसी जाए बा पकई दिए हर डिड सी सिक रिलीफ ओनली व्हेन इल फॉर्च्यून बी फेल जिते बड़े दुर्भाग्य टिके पकई दिए बा हताश भाव आसी जाए बा टिके खराब समय आसी जाए तांकर डिड सी सिक रिलीफ से टिके आराम अनुभव करते विश्राम नियंती रिलीफ नियंती अदरवाइज नहले सी वुड नेवर हाव टेकन लीगल स्टेप्स नहले सी कदापि कौन लीगल स्टेप नहीं नथिले कौन आईन आश्रय नहीं नथिले बा आईन पदक्षेप नहीं नथिले बापा विरुद्ध में ठीक अच्छे। नेक्स्ट प्रभाव देखा सी हाड बीन हैविंग ट्रबल विथ हर वॉइस माँ कौन है ना सी हाड बीन हैविंग ट्रबल विथ हर वॉइस तांकर गलारे कौन है ना सी सामान्य समस्या को अनुभव कले इट वाज नेवर स्ट्रंग एंड द स्लाइटेस्ट कोल्ड ब्रॉट ओनली लैरिंगिटिस इट वाज नेवर स्ट्रंग ता आउ आग भली कौन है ना स्ट्रंग रही गला आउ से भली सशक्त रही एंड द स्लाइटेस्ट कोल्ड हल्का थंडा कौन आनीदेला ना लेरिटिंग से आनीदेला गलारे फुला आनीदेला एवं तांकर स्वरपेटिकार कौन कला ना समस्या आनीदेला which lasted for weeks जोटा कि सप्ताह हप्ताह लग रहा बट सी वाज obliged to keep working ओला तो बाध्य है किंतु से बाध्य होते सी वाज obliged to keep working तो कार्य जारी रखा बा संगीत बोलवा से बाध्य होते कार्य जारी रखी निजक चल नापी सो दैट हर वॉइस ग्रू प्रोग्रेसिवली वर्स सो दैट जहाँफल हर वॉइस तांकर स्वर कौन है ना ग्रू प्रोग्रेसिवली वर्स और अधिक ओर्स माने बेस्ट अपोजिट ओर्स तो अधिक अधिक खराब हो चलला तो अग्रगति कला अर्थात अधिक अधिक खराब को स्वर गति कला खराब हो गला सी कुड नॉट रिलाई ऑन इट सी कुड नॉट रिलाई अर्थ भरोसा करवा सी कुड नॉट रिलाई ऑन इट से यहाँ भरोसा कर पारे ना इन द मिडिल ऑफ सिंगिंग तांकर गायनर मझिरे बा गीत बोलबार मझिरे कौन है इट वुड क्रैक यह स्वर फाटी जावा एंड सडनली डिसअपियर हठात अदृश्य हो इनटू व्हिस्पर हल्का स्वर को बा व्हिस्पर तो धीर कनकुआ कथा भाई हो एंड द ऑडियंस वुड लाफ एट ए स्टार्ट बुइंग अर्थात
समालोचना करवा तात्सल्य करवा ठीक अच्छे लाइनटा आउे देखने इन द मिडल ऑफ सिंगिंग तो गीत बोलबार मझे कौन होता ना इट वुड क्रैक स्वरटी फाटी जाऊला और सडनली डिसअपियर ना हठात अदृश्य होता स्वर धिमई जाऊला इनटू व्हिस्पर कान कुआ भली स्वर बसिक धीर हो जाऊला स्वर आउ से भाई टोन न बाहरी ता कौन होता धीर हो जाऊला एंड द ऑडियंस एवं दर्शक मैंने वुड लाफ हसी दौले एंड स्टार्ट बोइंग एवं कमेंट करवा आरंभ कर दौले तात्सल्य तुच्छा गाड़ी करवा तात्सल्य करवा आरंभ कर दौले विद्रूप करवा आरंभ कर दौले द ओरी ऑफ इट इम्पेयर्ड कि दुख थिला यह कि तांकर जो दुर्बलता थिला बा जो दुर्बल हो जाते स्वास्थ्य एंड मेड हर ए नर्भस रोक एवं कौन करदेला धीरे धीरे दुर्बल को नहीं गला ठीक अच्छे अर्थात जो द ओरी ऑफ इट्स इम्पेयर्ड हर हेल्थ स्वास्थ्य जो दुर्बल हो गला ता कौन है नर्भस रोक करला संपूर्ण भाव में से नर्भसनेस आसीगला से निजक टे लुजर अनुभव कले आज ए कन्सिक्वेन्स जार फलस्वरूप हर थियोरेटिकल एंगेजमेंट जो थियोरेटिकल जो प्रेक्षालय सहित जो चुक्ति थिला बा जो संपर्क थिला ता कौन है फेल ऑफ पतन घटिला अंटिल दे वे आर प्रैक्टिकली नील जे पर्यंत वास्तव में संपूर्ण नील न होइछि जे पर्यंत ये जो प्रेक्षालयर जो पेशादार अभिनय जो दिन पर्यंत संपूर्ण अटक न जाइए से पर्यंत कौन है यह आस्ते आस्ते कमिक लगे फेल अफ होगा लगे पतन होगा लगे अर्थात स्वर प्रदाह खराब हो गला आस्ते आस्ते स्वर खराब होगा लगे और असुस्थता भितर से जो कार्य जारी रखिले जहाँफल धीरे धीरे कौन है स्वर आहरी खराब होगा लगे देह आहरी असुस्थ होगा लगे निजक नर्भस अनुभव कले शेष में संपूर्ण नील होगा गला संपूर्ण प्रेक्षालय जीवन सरीजा लगे ठीक अच्छे एतक थिला आमर विषय किसी हार्डवर्ड अच्छे देखीदे वॉडेविलियन मीन्स एन एंटरटेनर हु परफॉर्म्स ड्रामेटिक और म्यूजिकल वर्क फॉर एन ऑडियंस जो दर्शक कौन करती किसी अभिनय बा किसी सांगीतिक कार्य प्रदर्शन करती आम मनोरंजन करी कही था एवं वॉडेवाइल एंटरटेनर अर्थात जे मनोरंजनकारी व्यक्ति ब्रॉडिंग मीन्स थॉटफुल चिंताशील बेरिटोन ग्रेव एंड डीप मेल वॉइस पुरुषंकर जो दाबिला भाई कथा बा पावर दिया कथा टी अधिक उच्च स्वर कहता कथा टेंट्रम्स चिल्स ऑब्स्टर्न टेम्पर पिलामी भाई राग जिद्दी रिफुल तो सैडली बा रिग्रेटफुली दुखरे बा पश्चाताप भरा एलिमनी अर्थात भरण पोषण लेरिंगिट्स जोटा कि इनफ्लेमेशन ऑफ लेरिंग्स अर्थात गलारे जो स्वर पट्टिकार कौन हुए जो फुला आसी जाए बुइंग ए साउंड वाटर शो डिसलाइक स्कन और डिसअप्रूवल और आज बा से भली किसी तद्रूप कला शब्द इम्पेयर अर्थ वीक बा दुर्बल ठीक अच्छे ये सर जामर माय मदर फास्ट यूनिट 1 तो आम नेक्स्ट यूनिट नेक्स्ट क्लास डिस्कस करवा ठीक अच्छे थैंक यू थैंक्स ऑल।